ଉତ୍ତରାଖଣ୍ଡ ଓ ଉତ୍ତର କାଶୀର ଧରାଲିରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ। କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲ ଫଟା ବର୍ଷା ପରେ ପାହାଡରୁ ମାଟି ଧସିଯିବା ଫଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଲୋକ ନିଖୋଜ ଅଛନ୍ତି ଏବଂ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଅନେକ ଲୋକ ମାଟି ତଳେ ଦବି ରହିଥିବା ଅନୁମାନ କରାଯାଉଛି। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ପଞ୍ଚମ ଲାଇନରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ। ଦୁର୍ବୃତ୍ତମାନେ ଏକ କାରରେ ଆସି ଏସ୍ ବାଲକୃଷ୍ଣ ଆଚାରୀ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ କରି ଫେରାର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି, କିନ୍ତୁ ବ୍ୟବସାୟିକ ଶତ୍ରୁତାରୁ ଏଭଳି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। Preview. Preview. କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା 49 ନମ୍ବର ଜାତୀୟ ରାଜପଥ ଜଗମୋହନପୁରରେ ସ୍ୱାମୀ, ସ୍ତ୍ରୀ ଓ ଝିଅ ଉପରେ ମାଡ଼ିଗଲା କଣ୍ଟେନର। ଘଟଣାସ୍ଥଳରେ 3 ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଦେବଗଡ଼ ଜିଲ୍ଲା ବାରକୋଟା ଥାନା ଅନ୍ତର୍ଗତ ବାହାଡା ପଶି ଗ୍ରାମର ବୋଲି ସୂଚନା। Preview. ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପତିଆରା ପାଇଁ 2 ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୋଷ୍ଠୀର 5ରୁ ଅଧିକ ଛାତ୍ର ଅଣଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ଏବଂ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ସହ ସିସିଟିଭି ଗୁଡ଼ିକ ଯାଞ୍ଚ କରାଯାଉଛି। Preview. 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 ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟ ରାନ୍ଦିଆ ବାଲୁଆ ଛକ ନିକଟରେ ବେଆଇନ ଗୋରୁ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି ଜବତ ସହ 11ଟି ଗୋରୁ ଉଦ୍ଧାର। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ଥିବା ବେଳେ ସ୍ଥାନୀୟ ଲୋକେ ଗାଡିଟିକୁ ଭଙ୍ଗାରୁଜା କରିଛନ୍ତି ଏବଂ ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବାରୁ ଗ୍ରାମାଞ୍ଚଳ ପୋଲିସ ମୁତୟନ ହୋଇଛି। Preview. କେନ୍ଦୁଝର ଜିଲ୍ଲା 20 ନମ୍ବର ଜାତୀୟ ରାଜପଥ ଘସିପୁରା ଥାନାଧୀନ ଧକୋଟା ନିକଟରେ ଷଣ୍ଢ ବୋଝେଇ ଗାଡି ଜବତ। 50ରୁ ଉର୍ଦ୍ଧ୍ୱ ଷଣ୍ଢ କେନ୍ଦୁଝର ଆଡକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଟ୍ରକକୁ ଜବତ କରି ପୋଲିସ ସ୍ଥାନକୁ ଆଣିଛି ଏବଂ ଘସିପୁରା ପୋଲିସ ଡ୍ରାଇଭରକୁ ଅଟକ ରଖି ଏହାର ତଦନ୍ତ କରୁଛି। Preview. ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସନ୍ଦୀପ କୁମାର ତ୍ରିପାଠୀ। ସେ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ପୁଅକୁ ଚାକିରି ଦେବା ପାଇଁ 15,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି ଏବଂ ଟଙ୍କା ଜବତ ପରେ କିରାଣୀଙ୍କ ଭଡା ଘରେ ଭିଜିଲାନ୍ସ ଟିମ୍ ଚଢଉ ଜାରି କରିଥିବା ସୂଚନା ମିଳିଛି। Preview. 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 Preview.
ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଜଣେ ବ୍ରାଉନ ସୁଗର ବେପାରୀ ଗିରଫ ସହ ତା ନିକଟରୁ 140 ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ଏବଂ ବ୍ରାଉନ ସୁଗର ବେପାରୀ ଜଣକ ସ୍ଥାନୀୟ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ ହୋଇଥିବା ବେଳେ ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ 14 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା। Preview. ଆସନ୍ତା 13 ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଲଘୁଚାପରେ ପରିଣତ ହେବ, ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। Preview. ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଗ୍ରେଟର ସମ୍ବଲପୁର କାହିଁସିରି ସ୍ଥିତ କାର୍ଯ୍ୟାଳୟ ଭୁବନେଶ୍ୱର ବ୍ରହ୍ମପୁର ସମେତ 7ଟି ସ୍ଥାନରେ ଚଢ଼ଉ ଜାରି ରଖିଛି Preview. ଏବଂ ଆସାମରେ ଜଣେ ନକଲି ଡାକ୍ତର ଗିରଫ। ନକଲି ଡାକ୍ତର ଜଣକ 50ରୁ ଅଧିକ ସିଜେରିଆନ ସେକ୍ସନ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ ଏବଂ ସେ ଜଣେ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ। ଏଥିସହ ସେ ସ୍ଥାନୀୟ ଶିଲଚରର 2ଟି ଘରୋଇ ହସ୍ପିଟାଲରେ କାମ କରୁଥିଲେ। Preview.